କୁନି କୁନି ପିଲାମାନେ, ଆଜି ପୁଣି ଗପ ଶୁଣିବା। ରାତିରେ ଶୋଇଲା ବେଳେ ଆଖି ବନ୍ଦ କରି ଗପ ଶୁଣିଲେ ଭଲ ନିଦ ହୁଏ। ତାହେଲେ ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣ। ଅନେକ ବର୍ଷ ତଳେ ଆମ ଓଡ଼ିଶାରେ ଗୋଟିଏ ହରିପୁର ବୋଲି ଗୋଟେ ଗ୍ରାମ ଥିଲା। ସେ ଗ୍ରାମର ଚାରିପଟେ ବହୁତ ପାହାଡ଼ ଜଙ୍ଗଲ ଘେରା ହେଇକି ରହିଥିଲା। ଗାଁଟି ଦେଖିବାକୁ ବହୁତ ସୁନ୍ଦର ଥିଲା। ଭଲ ଭଲ ପୁଷ୍କରଣୀ ଥିଲା। ପୁଷ୍କରଣୀରେ ବହୁତ କଇଁ ଫୁଲ ଫୁଟୁଥିଲା। ମୋଟାମୋଟି ଉପରେ ଗାଁଟି ବଡ଼ ସୁନ୍ଦର ଥିଲା। ଥରେ କ'ଣ ହେଇଛି ନା, ସେ ଗାଁରେ ଦୁଇଟି ତନ୍ତୀ ବାସ କରୁଥିଲେ। ତନ୍ତୀ ମାନେ ଜାଣିଛ ନା? ତନ୍ତୀ ମାନେ ଆଗ କାଳରେ ସବୁ ତନ୍ତୀ ମାନେ ପୋଷାକ ପତ୍ର ତିଆରି କରୁଥିଲେ। ବିଭିନ୍ନ ପ୍ରକାର ଧୋତି, ଲୁଙ୍ଗି, ବେଡ଼ସିଟ୍ ସବୁ ତନ୍ତୀ ମାନେ ବନାଉଥିଲେ। ସେଠୁ ଆଣିକି ବାକି ସମସ୍ତେ ପିନ୍ଧୁଥିଲେ। ତ ସେ ଦୁଇଟି ତନ୍ତୀ ଯେଉଁ ରହୁଥିଲେ, ଜଣଙ୍କ ନାଁ ମାଧବ ଆଉ ଜଣଙ୍କ ନାଁ ଯାଦବ। ହେଲେ ମାଧବ ବୋଲି ଯେଉଁ ତନ୍ତୀଟି, ସେଇଟି ଭାରି ଭଲ ଲୋକଟିଏ। ସେ ସମସ୍ତଙ୍କର ଉପକାର କରେ, ଆଉ ମଧ୍ୟ ସେ କାହାରିକୁ ଠକିବନି। ନିଜେ ଯେତିକି ପରିଶ୍ରମ କରିବ, ଲୋକଙ୍କୁ ବିକ୍ରି କରିବ, ତାର ଉପଯୁକ୍ତ ପାରିଶ୍ରମିକ ନେବ, ଅଧିକ ପଇସା କାହାଠୁ ବି ନେବ ନାହିଁ। ତା ସହିତ ଯଦି ଅସୁବିଧାରେ କିଏ ପଡ଼ିଛି ଦେଖିଲେ ସେ ତାକୁ ସାହାଯ୍ୟ ବି କରେ। ତେଣୁ ପ୍ରାୟ ସବୁ ସମୟରେ ସେଠି ଅର୍ଥାଭାବରେ ରହିଥାଏ, ମାନେ ସେ ଟିକେ ଗରିବ ଥାଏ। କିନ୍ତୁ ଯାଦବଟି ଟିକେ ଦୁଷ୍ଟ ପ୍ରକୃତିର। ସେ ଲୋକଙ୍କୁ ସବୁ ଠକେ। ଛୋଟିଆ ମୋଟିଆ ଡ୍ରେସ୍ ଦେଲେ ବି ଅଧିକ ପଇସା ନେଇଯାଏ। ତା ସହିତ କିଏ ଯଦି କେଉଁଠି ଅସୁବିଧାରେ ପଡ଼ିଛି ଦେଖିଲେ ଯାଦବକୁ ଭାରି ଭଲ ଲାଗେ। ସେ ଭାରି ଖୁସି ହୁଏ। ସମସ୍ତେ ଯାଦବ ଆଉ ମାଧବ ମଧ୍ୟରେ ମାଧବକୁ ଭଲ ଭଲ କୁହନ୍ତି, କିନ୍ତୁ ଯାଦବ ନାଁ ଶୁଣିଲେ ଲୋକ ନାକ ଟେକନ୍ତି। ହେଲେ କ'ଣ ହେଇଛି ନା, ମାଧବ ଯେତେ ପରିଶ୍ରମ କଲେ ମଧ୍ୟ ସବୁବେଳେ ଗରିବରେ ରହିଥାଏ। ତାର ଛୁଆମାନଙ୍କୁ ଭଲ ସ୍କୁଲକୁ ପଠାଇ ପାରେନି। ତେଣୁ ତା ମନ ସବୁବେଳେ ଟିକେ ଦୁଃଖ ଥାଏ। ହେଲେ ଦିନେ କ'ଣ ହେଇଛି, ସେ ହାଟକୁ ଯାଇଥିଲା। ନିଜର ଡ୍ରେସ୍ ପୋଷାକ ସବୁ ବିକ୍ରି କରିକି 2 ପଇସା ପାଇଲା। ପାଇକି ଆସିଲା ବେଳେ ଦେଖିଲା ଯେ ଜଙ୍ଗଲରେ ଗୋଟେ ବୁଢ଼ୀଟେ ଥରି ଥରି ଚାଲୁଛି। କ'ଣ ହେଇଛି ବୋଲି ତା ପାଖକୁ ଯାଇ ଦେଖିଲା ବେଳେ କ'ଣ ହେଇଛି ନା, ବୁଢ଼ୀଟି ଶୀତରେ ଥରୁଛି। ତା ପାଖରେ କୌଣସି ଶୀତ ବସ୍ତ୍ର ନାହିଁ। ଶୀତ ଦିନ। ୟାକୁ ଭାରି ଦୟା ଲାଗିଲା। ହେଲେ ଏଇ ବା କ'ଣ କରିବ, ଆ ପାଖରେ ତ ବେଶୀ କିଛି ପଇସା ବି ନାହିଁ। ଇଏ କ'ଣ କଲା, ନିଜେ ଯେଉଁ ବେଡ଼ସିଟ୍ଟି ଘୋଡ଼ି ହୋଇଥିଲା ତାକୁ ବାହାର କରି ସେଇ ବୁଢ଼ୀ ମାଉସୀଟିକୁ ଦେଇଦେଲା। ଘୋଡ଼େଇ ଦେଇ ତାକୁ କହିଲା, ମାଉସୀ କେଉଁ ଗାଁ ଯିବ? ମାଉସୀ କହିଲା, ମୁଁ ଏଇ ପାଖ ଗାଁକୁ ଯିବି। ନା ହଉ, ଏଇ ବେଡ଼ସିଟ୍ଟା ନେଇଯାଅ, କାଲି ଆଡ଼କୁ ଦେଖାହେଲେ ମୋତେ ଫେରାଇ ଦେବ। ଆଉ ମୋ ପାଖରେ ଆଉ ବେଡ଼ସିଟ୍ ନାହିଁ ତ, ତେଣୁ ମୁଁ କହୁଛି। କହିଲେ ବୁଢ଼ୀ କହିଲା, ଆଶୀର୍ବାଦ ଦେଇକି କହିଲା ତାକୁ, କହିଲା, ହଉ ପୁଅ, ତୁ ମୋତେ ଶୀତରେ ସାହାଯ୍ୟ କଲୁ, ଠିକ୍ ଅଛି। ତୋତେ ଗୋଟେ ମୁଁ ଆଶୀର୍ବାଦ ଦେଉଛି, କାଲି ସକାଳୁ ତୁ ଯେଉଁ କାମ ଆରମ୍ଭ କରିବୁ ଦିନ ସାରା ସେଇ କାମ କରୁଥିବୁ। ତେଣୁ ମନେ ରଖିଥା, କାଲି ସକାଳୁ ନିଶ୍ଚୟ ଗୋଟେ ଭଲ କାମ ଆରମ୍ଭ କରିବୁ ଯେମିତି। ମାଧବ ଟିକେ ହସିଦେଲା, ହଉ କହିକି ଚାଲିଗଲା। ଘରକୁ ଫେରିଲା ପରେ ମାଧବ ସେ କଥା ଭୁଲି ଯାଇଛି। ଯେମିତି ଖାଇ ପିଇକି ରାତି ଶୋଇଲେ, ସକାଳ ହେଲା। ସକାଳୁ ଉଠିଲା ବେଳକୁ ମାଧବର ସ୍ତ୍ରୀ ମାଧବକୁ କହିଲା, ଜାଣିଛ ଆଜି ପରା ଆମ ପୁଅର ଜନ୍ମଦିନ, ତା ପାଇଁ କ'ଣ ଟିକେ କ୍ଷୀରି ଖେଚୁଡ଼ି କଲେ ହୁଅନ୍ତାନି? ମାଧବ କହିଲା, କ'ଣ କରିବା, ମୋ ପାଖରେ ତ ପଇସା ନାହିଁ। ନା, ଆମର ଯେଉଁ ପୁରୁଣା ଟ୍ରଙ୍କରେ ଯେଉଁ ଗୋଟିଏ ସାର୍ଟ ଅଛି, ନୂଆ ସାର୍ଟଟେ ବନେଇଥିଲେ, ସେଇଟାକୁ ନେଇ ହାଟରେ ବିକ୍ରି କରିଦେଉନି, କିଛି ପଇସା ମିଳିବ। ମାଧବ କହିଲା, ହଉ ଠିକ୍ ଅଛି। ସକାଳୁ ସକାଳୁ ଉଠିକି ଟ୍ରଙ୍କ ଖୋଲିକି ସେଇ ନୂଆ ସାର୍ଟଟାକୁ ବାହାର କରିକି ଦେଲା ପରେ ଦେଖିଲା ଯେ ତା ଟ୍ରଙ୍କରେ ଆଉ ଗୋଟିଏ ସାର୍ଟ ଅଛି। ସିଏ ତା ସ୍ତ୍ରୀକୁ କହିଲା, ହେଇ ଆହୁରି ଗୋଟିଏ ସାର୍ଟ ଅଛି ଆମ ପାଖରେ। କହିକି ସେ ଆର ସାର୍ଟଟିକି ଯେମିତି ବାହାର କଲା, ଦେଖିଲା ପୁଣି ଗୋଟିଏ ସାର୍ଟ ଅଛି। ସେ ପୁଣି ଗୋଟିଏ ସାର୍ଟ ବାହାର କରୁଥାଏ, ପୁଣି ଗୋଟିଏ ସାର୍ଟ ଟ୍ରଙ୍କରେ ରହୁଥାଏ। ସେତିକି ବେଳେ ତାର ମନେ ପଡ଼ିଲା ସେ ବୁଢ଼ୀ ମାଉସୀ କଥା। ସିଏ ଭାବିଲା, ଆରେ ତାର ଆଶୀର୍ବାଦ ବୋଧେ କାମ ଦେଇଛି ଆଉ। ତେଣୁ ସେମାନେ ଗୋଟେ ପରେ ଗୋଟେ ସାର୍ଟ ବାହାର କରୁଥାନ୍ତି, ଟ୍ରଙ୍କରେ କିନ୍ତୁ ନୂଆ ସାର୍ଟ ପୁଣି ରହୁଥାଏ।
ଏମିତି ସକାଳୁ ଆରମ୍ଭ କରି ସନ୍ଧ୍ୟା ଯାଏଁ ସିଏ ସାର୍ଟ ବାହାର କରୁଛି ପୁଣି ରହୁଛି। ଏମିତି ହେଇ ତାଙ୍କର ଘର ଦ୍ୱାର ସବୁଆଡ଼େ ଖାଲି ସାର୍ଟ, ନୂଆ ସାର୍ଟରେ ଭର୍ତ୍ତି ହେଇଗଲା। ଯେମିତି ସନ୍ଧ୍ୟା ହେଲା ସେମିତି ଟ୍ରଙ୍କ ଖାଲି ହେଲା। କିନ୍ତୁ ସେ ସନ୍ଧ୍ୟା ସୁଦ୍ଧା ତା ପାଖରେ ବହୁତ ଗୁଡ଼ାଏ ନୂଆ ସାର୍ଟ ହେଇସାରିଥିଲା। ସେ କ'ଣ ବା କରିବ? ତା ପରଦିନ ଯାଇ ତାକୁ ସବୁ ହାଟରେ ବିକ୍ରି କରି ଭଲ ପଇସା ଅର୍ଜନ କଲା। ହେଲେ ଯାଦବ ଏସବୁ ଦେଖିକି କିଛି ବୁଝିପାରିଲାନି। ଯାଦବ ତ ଦୁଷ୍ଟ ପ୍ରକୃତିର, ଖଳ ପ୍ରକୃତିର ଲୋକ। ସିଏ କହିଲା ଏମାନେ କୋଉଠୁ ଏତେ ପଇସା ଆଣିଲେ? ଯାଦବ ଧୀରେ ଧୀରେ ଯାଇ କଅଁଳେଇ ଗେଲେଇ କଥା ହେଇକି ମାଧବକୁ ପଚାରିଲା ଯେ ତୁ ଏତେ ସବୁ ପଇସା କୋଉଠୁ ପାଇଲୁ? ମାଧବ ତ ସାଧାରଣ ଲୋକ, ସିଏ ସବୁ କଥା ସତ ସତ କହିଦେଲେ ଯାଦବ ମନରେ ଲୋଭ ପଡ଼ିଲା। ଠିକ୍ 2-3 ଦିନ ଯାଇଛି କି ନାହିଁ, ଯାଦବ ନିଜେ ଚାଲିଲା ଜଙ୍ଗଲ ଆଡ଼େ। ଜଙ୍ଗଲରେ ଯାଇ ଖୋଜି 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 ଦେଖିଲା ଗୋଟିଏ ଜାଗାରେ ସେମିତିଆ ବୁଢ଼ୀଟେ ବସିଛି, ଯେମିତି ବୁଢ଼ୀଟେ କଥା ମାଧବ କହିଥିଲା। ତ କ'ଣ କଲା ନା, ଯାଦବ ଯାଇ ବୁଢ଼ୀ ପାଖରେ ଟିକେ ଏପଟକୁ ସେପଟକୁ ହେଲା। ଦେଖିଲା ବୁଢ଼ୀ ତାର ଆରାମସେ ବସିଛି। ହେଲେ ଯାଦବ ତ ଯେତିକି ଶୁଣିଛି ସେଇ ଅନୁସାରେ କାମ କରୁଛି। ଯାଇକି ବୁଢ଼ୀକି କହିଲା, ଏ ବୁଢ଼ୀ ମାଉସୀ, ତତେ ଶୀତ ହଉଛି କି? ନଉନୁ, ଗୋଟେ ବେଡ଼ସିଟ୍ ଦଉଛି ନେ, କହି ଜବରଦସ୍ତି ତାକୁ ଦେଲା। ସିଏ କହିଲା ହଉ ରେ ବାପ ଦେ। ଦେଇ ସାରିଲା ପରେ ଯାଦବ କିଛି ସମୟ ଅପେକ୍ଷା କଲା। ଦେଖିଲା ସେ ବୁଢ଼ୀ ମାଉସୀ କିଛି କହୁନି। ବାଧ୍ୟ ହେଇ ନିଜେ କହିଲା, ଏ ମାଉସୀ, ତତେ ବା ବେଡ଼ସିଟ୍ ଗୋଟେ ଦେଲି, ତୁ ମତେ କିଛି ଆଶୀର୍ବାଦ ଦବୁନି? ଦଉନୁ। କହିଲେ ସେ ବୁଢ଼ୀ ମାଉସୀଟି ହସିଦେଲା। ହସି ଦେଇ କହିଲା ହଉ ରେ ପୁଅ, ତୁ ଯା, ଆଶୀର୍ବାଦ କରୁଛି, କାଲି ସକାଳୁ ତୁ ଯୋଉ କାମ ଆରମ୍ଭ କରିବୁ ଦିନ ସାରା ସେଇ କାମ କରୁଥିବୁ। ଯାଦବର ମନ ଖୁସି। ଯାଦବ ଦୌଡ଼ି ଦୌଡ଼ି ଘରକୁ ଫେରି ଆସିଲା। ଆସିକି ତା ସ୍ତ୍ରୀ ସହିତ ରାତିରେ କଥା ହେଲା ଯେ ଆମର ସେ ଯୋଉ ଟ୍ରଙ୍କରେ 2ଟା ରୂପାର ମୁଦ୍ରା ଅଛି, ରୂପାର କଏନ୍ ଅଛି, ସେଇ 2ଟିକୁ କାଲି ଗଣିବା ଆରମ୍ଭ କରିବି ସକାଳୁ। ଆଉ ଗଣିଲେ ତ ଦିନ ସାରା ଗଣୁଥିବି, ଆଉ କେତେ ନା କେତେ ରୂପା ମୁଦ୍ରା ଆମର ହେଇଯିବ। କହିକି 2 ଜଣ ଯାକ ଖୁସିରେ ଶୋଇଲେ। ରାତି ତ ନିଦ ହେଉନି, କେମିତି ରାତି ପାହିବ ଅପେକ୍ଷା କରିଛନ୍ତି। ଆସ୍ତେ ଆସ୍ତେ ଭୋର ହେଲା, ରାତି ପାହିଲା। ଯାଦବ ତରବର ହେଇକି ଉଠି ଦେଖିଲା ସକାଳ ହେଲାଣି। ଦୌଡ଼ିଗଲା, ଦୌଡ଼ି ଯାଇକି ଟ୍ରଙ୍କ ଖୋଲି ସେଇ ରୂପା ମୁଦ୍ରା 2ଟି ବାହାର କରି ଗଣିବାକୁ ଯାଉଛି। ଏଇ ସମୟରେ ଗୋଟିଏ ମଶା ତାର ଡାହାଣ ହାତକୁ କାମୁଡ଼ି ଦେଲା। ଯାଦବ କ'ଣ କଲା, ଆ କରି ପାଟି କରି ଗୋଟିଏ ଚାପୁଡ଼ ପକେଇଲା। ମଶାଟି ମରିଗଲା। ପୁଣି ସେ ରୂପା ମୁଦ୍ରା ଆଡ଼େ ଯାଉଛି, ପୁଣି ଆଉ ଗୋଟିଏ ମଶା ଆସି କାମୁଡ଼ିଲା। ଯାଦବ ପୁଣି ତାକୁ ବାଡ଼େଇଲା, ସେଇ ମଶାଟି ବି ମଲା। ପୁଣି ଆଉ ଗୋଟିଏ ମଶା ଆସିଲା। ଯାଦବ ବୁଝିଗଲା ଯେ ପ୍ରଥମ କାମଟି ସେ ମଶା ମାରିବା କାମ କରିଛି ସକାଳୁ। ତାର ଆଉ ଉପାୟ ନାହିଁ, ଦିନ ସାରା ମଶା ଗୋଟେ ପରେ ଗୋଟେ ଆସୁଛନ୍ତି, ସେ ମାରୁଛି। ଏମିତି କରି କରି ସନ୍ଧ୍ୟା ସୁଦ୍ଧା ମଶା ମାରି ମାରି ତାର ହାତ ଗୋଡ଼ ଫୁଲି ନାଲି ପଡ଼ି ଚୁପଚାପ ହେଇ ମନ ଦୁଃଖରେ ପଡ଼ିଲା। ଯେମିତି ସନ୍ଧ୍ୟା ହେଇଗଲା ମଶା ସବୁ କୁଆଡ଼େ ପଳେଇଲେ। ସିଏ ବିଚରା ମୁହଁ ଲାଜରେ ରାତି ସାରା ଶୋଇଲା। ସକାଳୁ ଉଠୁ ଉଠୁ ଗାଁ ଛାଡ଼ି ବାହାରକୁ ଚାଲିଗଲା। ତେଣୁ କୁହାଯାଇଛି, ଭଲ କାମ କଲେ ଭଲ ଫଳ ମିଳିବ, ମନ୍ଦ କାମ କଲେ ମନ୍ଦ ଫଳ ମିଳିବ। ଆଜି ପାଇଁ ଗପଟି ସରିଲା। ବାଏ।